ପିଲାମାନେ ବହୁତ ଦିନ ଧରି ଆମେ ଅପେକ୍ଷା କରିଥିଲେ ଏଲଟିଆର ର ଓରିଏଣ୍ଟେସନ କେବେ ହେବ, ଜଏନିଂ ଲେଟର ଆମେ କେବେ ପାଇବା, ଏ ବିଷୟରେ ଆମେ ବର୍ତ୍ତମାନ ଜାଣିବା। ଆମେ ଜଏନିଂ ଲେଟର କେବେ ପାଇବା, ଓରିଏଣ୍ଟେସନ କେବେ ହେବ, ଏ ବିଷୟରେ ଜାଣିବା ହେଲେ ଆମେ ପ୍ରଥମେ ଗୋଟିଏ ଜିନିଷ ଜାଣିଲେ ଏଲଟିଆର ର ଯେଉଁ ଓରିଏଣ୍ଟେସନଟି ହେବ ସେଇଟା ଆପଣଙ୍କର ଗୋଟିଏ ଡିପାର୍ଟମେଣ୍ଟର ହେବନି ପିଲାମାନେ। ଯେମିତି ଆପଣଙ୍କର ସେବିକ ସେବିକା ରହିଲା, ଆଉ ଆପଣଙ୍କର ଅନ୍ୟାନ୍ୟ ଯେକୌଣସି ଡିପାର୍ଟମେଣ୍ଟ ରହିଛି, ପାଖାପାଖି 5-7ଟି ଡିପାର୍ଟମେଣ୍ଟରେ ଆଟ୍ ଏ ଟାଇମ୍ ଓରିଏଣ୍ଟେସନଟି ହୁଏ। ପାଖାପାଖି ଆପଣ ଯଦି ଚାଲିକି ଧରିକି ଚାଲିବେ 5,000 ରୁ 10,000 ସମଥିଙ୍ଗ ପିଲାର ଓରିଏଣ୍ଟେସନଟି ଆଟ୍ ଏ ଟାଇମ୍ ହେବ। ଯାହା ଜଣାପଡ଼ୁଛି, ବିଶେଷ ସୂତ୍ରରୁ ଯାହା ଜଣାପଡ଼ୁଛି, ଏଇଟା ଆପଣଙ୍କର ଏପ୍ରିଲର ଫାର୍ଷ୍ଟ ୱିକ୍ କିମ୍ବା ସେକେଣ୍ଡ ୱିକ୍ ମଧ୍ୟରେ ହେଇଯିବ। କାରଣ ୟା ପରେ ପରେ ଆପଣଙ୍କ ମାନଙ୍କର ସମର ଛୁଟି ବି ରହୁଛି, ପିଲାମାନେ ସ୍କୁଲ ଛୁଟି ହେଇଯିବ। ଗଭର୍ଣ୍ଣମେଣ୍ଟ କେବେ ବି ଚାହିଁବ ନାହିଁ ଆପଣଙ୍କୁ ସ୍କୁଲ ଛୁଟି ପୂର୍ବରୁ ଯଦି ବି ଜଏନିଂ ଦେଉଛି କିଛି ଦିନ ଆପଣଙ୍କୁ ୱାର୍କର ଲଗାଇବ, ତାପରେ ଆପଣଙ୍କୁ ଛୁଟି ଦେଇଦେବ। ତେଣୁ ଯେହେତୁ ଛୁଟି ବହୁତ ରଜ ପାଖାପାଖି ଛୁଟି ପରେ ସ୍କୁଲ ଗୁଡ଼ା ଖୋଲୁଛି, ଲାଗୁଛି ନିହାତି ବହୁତ ପୂର୍ବରୁ ଆପଣଙ୍କର ଏଇ ପ୍ରୋଗ୍ରାମଟି ସରିଯିବ। ଯେଉଁଟାକି ଡେଟ୍ ଯଦି ଆପଣମାନେ କହିବେ ପିଲାମାନେ, ପର୍ଟିକୁଲାର ଡେଟ୍ ମୁଁ ଆପଣମାନଙ୍କୁ କହିବି। ଆପଣମାନଙ୍କର ଏପ୍ରିଲ ଆପଣମାନଙ୍କର ପ୍ରଥମ ୱିକ୍ କିମ୍ବା ସେକେଣ୍ଡ ୱିକ୍ରେ ନିହାତି 100% ଆପଣଙ୍କର ଓରିଏଣ୍ଟେସନଟି ସରିଯିବ। ତେଣୁ ତା ପୂର୍ବରୁ ଆପଣମାନଙ୍କର 2-3ଟି ଡକୁମେଣ୍ଟ ଯେଉଁ ଦରକାର, ଯେଉଁମାନେ ରେଡ଼ି କରିନାହାନ୍ତି ଏପର୍ଯ୍ୟନ୍ତ, ମୁଁ ସେମାନଙ୍କୁ ରିକ୍ୱେଷ୍ଟ କରିବି ସେମାନେ ଏଇସବୁ ଜିନିଷ ରେଡ଼ି କରିଦିଅନ୍ତୁ। କ'ଣ କ'ଣ ଡକୁମେଣ୍ଟ ରହିଛି ଚାଲନ୍ତୁ ସେ ବିଷୟରେ ଜାଣିବା, ତାକୁ ବି କେମିତି ଫିଲ୍ଅପ୍ ହୁଏ ଜାଣିବା। ମେଡ଼ିକାଲ ଫିଟନେସ୍ ସାର୍ଟିଫିକେଟ୍ ଗୋଟେ ରହିଛି ପିଲାମାନେ, ଆଉ କ୍ୟାରେକ୍ଟର ସାର୍ଟିଫିକେଟ୍ ଆପଣମାନଙ୍କର ରହିଛି, ଆଉ ମ୍ୟାରେଜ ଆପଣଙ୍କର ରହିଛି, ମ୍ୟାରେଜ ଡିକ୍ଲାରେସନଟା ରହିଛି। ଆପଣମାନେ ଏଇ 3ଟି ଡକୁମେଣ୍ଟ ଫିଲ୍ଅପ୍ କେମିତି କରିବେ ସେ ବିଷୟରେ ଆଗେ ଦେଖିବା। ପ୍ରଥମେ ଆମେ ଦେଖିବା ମେଡ଼ିକାଲ ଫିଟନେସ୍ ସାର୍ଟିଫିକେଟ୍, ଯେଉଁଟା ଆପଣ କିପରି ପାଇବେ। ପ୍ରତ୍ୟେକ ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ଅଛି ପିଲାମାନେ, ସେଠି ଆପଣମାନଙ୍କର କ'ଣ ଅଛି, MBBS ଡାକ୍ତରମାନେ ବସିଛନ୍ତି। ଆପଣ କ'ଣ କରିବେ, ସେ ଜାଗାକୁ ଯିବେ। ଆଜ୍ଞା ମୁଁ ଏମିତି ଗୋଟେ ଆପଣଙ୍କର ସିଲେକ୍ସନ ଅଛି, ମୋର ହାଇସ୍କୁଲ ଟିଚରରେ କିମ୍ବା LTRରେ ଏମିତି ଜଏନିଂ ଲେଟରଟିଏ ପାଇଛି, ଯେଉଁଟାକି ଗୋଟେ ମୋତେ ଫର୍ମ ମିଳିଛି, ସେଠି ମୋତେ ମେଡ଼ିକାଲ ଫିଟନେସ୍ ସାର୍ଟିଫିକେଟଟା ଦରକାର ହେଉଛି। ସେମାନେ କ'ଣ କରିବେ, ଯଦି ଆପଣ ଗଭର୍ଣ୍ଣମେଣ୍ଟ ଯାଉଛନ୍ତି ସେମାନେ ଗୋଟେ ଫର୍ମରେ ଆପଣଙ୍କର 2 ଟଙ୍କା କି ଆଉ ଯେଉଁଟା ଏବେ ମାଗଣା କରିଦିଆହେଇଛି ତାର ଆପଣ ଗୋଟେ କାଉଣ୍ଟରରୁ ଗୋଟେ ଟିକଟଟିଏ ଆଣିଲେ ସେମାନେ ଗୋଟେ ଲେଖିକି ଦେବେ। ଲେଖିକି ଦେଲା ପରେ ଆପଣ ଏଇ ଜିନିଷ ଚେକଅପ୍ କଲେ ଆପଣଙ୍କର ସବୁ, ଆପଣ କେମିତି ଅଛନ୍ତି, ଆପଣଙ୍କର ମାଇଣ୍ଡ ଠିକ୍ ଅଛି ନା, ଆପଣଙ୍କୁ ଶୁଭୁଛି ନା, ଆପଣ କଥା କହିପାରୁଛନ୍ତି ନା, ସବୁ ଡିପାର୍ଟମେଣ୍ଟରୁ ଆପଣ ଲେଖିକି ଆସିବେ। ଓକେ, ତାପରେ ସେମାନେ ମେଡ଼ିକାଲରେ ଫିଟନେସ୍ ସାର୍ଟିଫିକେଟଟି ବା ତାଙ୍କର ଷ୍ଟାମ୍ପ ମାରିକି ଏଇ ଜାଗାରେ ଦିଅନ୍ତି। ଚାଲନ୍ତୁ ପ୍ରଥମେ ଆମେ ଦେଖିବା ଆମେ ଫିଲ୍ଅପ୍ କେମିତି କରିବା। ଏଇ ଯେଉଁ ମେଡ଼ିକାଲ ଫିଟନେସ୍ ସାର୍ଟିଫିକେଟ୍ ରହିଛି, ଯେଉଁମାନେ ଆପଣମାନଙ୍କର ଗୋଟିଏ ଜିନିଷ ଏଠି କହି ରଖିବି, ଯେଉଁମାନେ ଆପଣମାନଙ୍କର ରହିଛନ୍ତି ସ୍ତ୍ରୀ ରହିଛନ୍ତି, ମେଲ୍ ଥିଲେ ସ୍ତ୍ରୀ ଜାଗାରେ, ଆପଣମାନେ ଯଦି ଫିମେଲ ଅଛନ୍ତି କ'ଣ କରିବେ, କୁମାରୀ ଜାଗାରେ, ଯଦି ଆପଣମାନେ ମ୍ୟାରେଡ୍ ଅଛନ୍ତି ଶ୍ରୀମତୀ ଜାଗାରେ ରାଇଟ୍ ମାରିବେ। ମୁଁ ଏଠି ଆପଣଙ୍କର ସ୍ତ୍ରୀ ଜାଗାରେ ରାଇଟ୍ଟି ମାରିଲି। ଯେପରିକି ମୋର ନାଁ ଅଛି ପିଲାମାନେ ରାକେଶ, ମୁଁ ଏଠି ଆପଣଙ୍କର ମୋ ନାଁ ଲେଖିଲି। ଆପଣ କ'ଣ କରିବେ, ଆପଣମାନଙ୍କର ନାଁ ଲେଖିପାରିବେ, ସବୁବେଳେ କ୍ୟାପିଟାଲ ଲେଟରରେ ଏଠି ଲେଖିବେ ହେଲା। ମୁଁ ମୋର ରାକେଶ କୁମାର ଯାହା ବି ଅଛି ସେଠି ଆପଣମାନେ ଫୁଲ୍ ଲେଖିବେ। ତାପରେ ଯଦି ଆପଣ ସନ୍, ଡକ୍ଟର, ୱାଇଫ୍ ମାନେ ଯାହାର ଅଛନ୍ତି, ମୁଁ ମୋ ବାପାଙ୍କର ପୁଅ ଯେହେତୁ ମୁଁ ତାଙ୍କର ଲାଇଟ୍ ମାରିଲି। ଏଇଠି ମୋ ବାପାଙ୍କ ନାଁ ବି ମୁଁ ଲେଖିପାରିବି, ମାଧବ ଯେହେତୁ ଅଛି ମୁଁ ମାଧବ ବି ଏଠି ଲେଖିପାରିବି। ଏଟା ମଧ୍ୟ ସେଇ କ୍ୟାପିଟାଲ ଲେଟରରେ ଲେଖିବେ ପିଲାମାନେ। ଦ୍ୱିତୀୟ କଥା ହେଲା ଏଜ୍। ଏଜ୍ଟା ଆପଣ କେମିତି ଲେଖିବେ, ଆପଣ ପର୍ଟିକୁଲାର ଡେଟ୍ରୁ, ଆଜି ଡେଟ୍ରୁ ମାଇନସ୍ କରିଦେବେ ଡେଟ୍ ଅଫ୍ ବାର୍ଥଟା। ଆପଣଙ୍କର ମନେକର 25 ବର୍ଷ ହେଉଛି, କାହାର ଯଦି 35 ବର୍ଷ ହେଉଛି, ଆପଣ ଏଠି ଲେଖିପାରିବେ 33, ଯାହାର ଯାହା ଇୟର ହେଉଛି। ମୋର ଧର 33, ମୁଁ 33 ଏ ଜାଗାରେ ଲେଖିଲି। ତାହେଲେ ଆପଣ ଆପଣଙ୍କ ଭିଲେଜ ନାଁ ଦେଇଦେବେ। ମୁଁ ମୋ ଭିଲେଜ ନାଁ ଦେଉଛି କେଉଁଝର, ବୁଝିଲେ କି ପିଲାମାନେ। ମୁଁ ଯେହେତୁ କେଉଁଝରରୁ ବିଲଙ୍ଗ କରୁଛି, ପୋଷ୍ଟ ବି ଦେଲି କେଉଁଝର। ଆପଣମାନେ ବି ଦେଇପାରିବେ, PC ଜାଗାରେ PC ବି କେଉଁଝର ଦେଇପାରିବେ, ଡିଷ୍ଟ୍ରିକ୍ଟ ଜାଗାରେ ଡିଷ୍ଟ୍ରିକ୍ଟ ବି କେଉଁଝର ଦେଲେ, ପିନକୋଡ଼ ଜାଗାରେ ପିନକୋଡ଼ ଦେଲେ।
देला परे द्वितीय जिनस आपण देखंतु ए जो सिग्नेचर टी रही आपण कौन करेंगे पिला माने ए जो सिग्नेचर रही सेठी कौन लिखाई टू बी सिग्नेड इन द प्रेजेंस ऑफ द मेडिकल ऑफिसर से प्रेजेंट मेडिकल ऑफिसर सामना रे आपण कौन करेंगे सिग्नेचर टी करेंगे से जगह आपण तांकर से जगह मु मो ना रे जिमिति एठी आपण सिग्नेचर टी करूचे आपण माने देखंतु से सामना रे करेंगे मेडिकल ऑफिसर ए जिनस टी देखिकी करिवो अन्य गुड़ा सब आपण फिलअप करके नहीं नहले सेमाने एटी करिया पई आपण तांको सामने कर केवल सिग्नेचर टी बाकी रखिथिबे तापरे कोन होबे एटी पिला माने जो मेडिकल ऑफिसर बा जो एमबीबीएस डॉक्टर एटी रहिछि से प्रथमे कोन करिवो तार सिग्नेचर टी एटी करिवो तार सिग्नेचर टी कला तापरे तार पूरा फुल नाटी लिखिवो बुझि पाले तार पूरा फुल नाटी लिखिवो लिखिला परे तार गोटे रेजिस्ट्रेशन गवर्नमेंट रो रेजिस्ट्रेशन नंबर टी थाए चाकरी कला परे गोटे आमर जिमिति बाहरु थाए रेजिस्ट्रेशन नंबर तांकर भी गोटे रेजिस्ट्रेशन नंबर टी थाए से जगह रे एटा को मेंशन करिवो तृतीय जिंस एटी जदी आपण कहिबे एटी डेट रहिछि ए जगह रे कोन करिवो से जो डेट रे पर्टिकुलर मु जदी कहिबे मु बनेइथिली केते 12 मु जदी कहिबे मु पिला माने 12/3 मु 12/3 ने बनईली 12/3/2026 रो डेट टी एठी पड़िवो आ गवर्नमेंट तार जो स्टाम्प टी मारिवो सी कौन अच्छी सीनियर मेडिकल ऑफिसर कि कौन अच्छी से यही जगह रे तार स्टाम्प टी मारला आपण पाई पहले एटा हला मेडिकल फिटनेस सर्टिफिकेट टा द्वितीय जिनस चलंतु पिला माने आमे देखिबा तापरे देखिबा कैरेक्टर सर्टिफिकेट पिला माने आपण जदी कहिबे एठी गोटिए जिनस कहिबी कैरेक्टर सर्टिफिकेट आपनकर डबल किछि आवश्यक नाही केवल आपण मानकर जो डबल कहले गोटे होची पुलिस वेरिफिकेशन जोटा ऑनलाइन कैरेक्टर सर्टिफिकेट दरकार हुए सेठी एठी मेंशन नाही तेनु सेटा आपनकर किछि आवश्यकता नाही सेही बळी कैरेक्टर सर्टिफिकेट आपण श्री हेतिले श्री जगह राइट मारले प्रथमे देखंतु आमे कोन करिबा आमे राइट मारले ठीक कोन करले श्री जगह राइट मारले तापरे कोन करिबा मु जेतु मो ना राकेश रहिछि आपण कैपिटल लेटर रे सब लिखिबे बेटर रहिबो राकेश लिखिली राकेश कुमार ए जहाँ अच्छी देखिए सन ऑफ माधव लिखिली डिस्ट्रिक्ट जो रही रेसिडेंट आर्ट रही केउंझर लिखिली पोस्ट भी मध्य केउंझर लिखिली पीसी मध्य केउंझर लिखिली डिस्ट्रिक्ट जो रही डिस्ट्रिक्ट रही सेटा मध्य आपनकर केउंझर रही केउंझर रखिली एटी कौन करिवे गोटे जिनस एटी इज नाउ टू मीन सीन लास्ट से जो ऑफिसर आपन को कैरेक्टर सर्टिफिकेट दब से केते वर्ष हवा आपन को जानी से जगह रे आपन किछि मेंशन करिवे नै ताकू कोन कहिबे ताकू कहिबे पाखा पाखी 2 वर्ष 6 मास किबा 2.5 वर्ष पाखा पाखी से आपन को जानी छि बोली कि पकेई दबो एटा कला परे आपन कोन करिवे तापरे कैंडिडेट सिग्नेचर करिवो ए जगह रे कैंडिडेट सिग्नेचर कला पिला माने सिग्नेचर कला परे द्वितीय जगह सिग्नेचर किए करिवो ए जो सिग्नेचर अछि एटा होउची पिला माने एनी गेजेटेड ऑफिसर कहले पिला माने किए रहिची एनी गेजेटेड ऑफिसर कहले जो माने आपण मानकर ओएस रहिले आईएस रहिले गेजेटेड सब कलेक्टर रहिले जदि पशु डाक्टर मध्य रहिचंती से माने भी करि परिबे आ द्वितीय कथा ए मेडिकल ऑफिसर बा मेडिकल एमबीबीएस डॉक्टर मध्य करि परिबे तेणु से जगह आपन कौन करेंगे एनी गेजेटेड ऑफिसर सिग्नेचर टी कले ता स्टाम्प टी माइले तार डेजिग्नेशन स्टाम्प टी दब सी देला परे ए जगह आपन डेट पकेले से कोटिकार आपन को केमिति जानि से ए जगह प्लेस मध्य लिखिले मध्य सेटा कैरेक्टर सर्टिफिकेट रही कैरेक्टर सर्टिफिकेट जहाँ वर्तमान सुधा फॉर्मेट रही जेहेतु दीटा फॉर्मेट देइछि एलटीआर रो पीसीएम सीबीजेड आपण मध्य दीटा बनई थांतु गोटे आपण पाहुचन जदि मेडिकल ऑफिसर जोटी फिटनेस टी बनौचंदी करि देई थांतु आ गोटिए आपण नेक्स्ट गेजेटेड ऑफिसर कहले 10 वर्ष ऊपर जदि भी कोनोसी हेडमास्टर अछि ता पाखरे भी आपण साइन करि परिबे सेटा भी साइन करिकि रखंतु तृतीय जिंस आपण कैरेक्टर जानले पिला माने आपण जानले मेडिकल फिटनेस जानले तृतीय डॉक्यूमेंट रहिला आपण जो माने मैरिज डिक्लेरेशन टा जो माने मैरिज अछंती से मानक पई एटा दरकार अछि आ जो माने मैरिज नाहंती से मानक पई किछि आवश्यक नाही
ମ୍ୟାରେଜ୍ ଡିକ୍ଲାରେସନ୍ଟା ଆପଣମାନେ ସେମିତି ଏ ଜାଗାରେ ଆପଣ ଫୁଲଫିଲ୍ କରିପାରିବେ। ଆପଣ ସ୍ତ୍ରୀ ଜାଗାରେ ମାରିଲେ ରାକେଶ, ମୋ ଜାଗାରେ ରାକେଶ ଲେଖିଲେ, ସନ୍ ଜାଗାରେ ବାପାଙ୍କ ନାଁ ଲେଖିଲେ, ସେମିତି କେଉଁଝର, ପୋଷ୍ଟ କେଉଁଝର, ପିସି ସବୁ ଦେଲେ। ଆପଣ ଏଇ ଜାଗାରେ ଗୋଟେ ରାଇଟ୍ ମାରିପାରିବେ ମ୍ୟାରେଡ୍ ଜାଗାରେ, ମାରିକି ଆପଣ ସେମିତି ଆପଣ ଏ ଜାଗାରେ ସିଗ୍ନେଚର୍ ମଧ୍ୟ ସେମିତି କରାହେବ। କରାହେଲା ପରେ ଆପଣଙ୍କର ଡେଟ୍ ପଡ଼ିବ। ତେଣୁ ଏଇ ଜିନିଷଟିକି ରେଡ଼ି କରିଦିଅନ୍ତୁ। ଯଦି କୌଣସି ପାଖରେ କେଉଁ ପିଲା ପାଖରେ ନାହିଁ, ଭାବୁଛନ୍ତି ଡେଟ୍ ଆସିଲେ ମୁଁ ଏଇ ଜିନିଷଟି କଲେକ୍ଟ କରିବି, ମୁଁ କହିବି ଆପଣମାନେ ବର୍ତ୍ତମାନ ଏଇ ଡେଟ୍ଟା କଲେକ୍ଟନ୍ କରନ୍ତୁ। ଏଇ ଗୋଟେ ଦେଖନ୍ତୁ, ଆପଣ ଜଏନିଂ ଲେଟର୍ଟି ଆପଣ ପାଇବେ କେମିତି? ଯେତେବେଳେ ଆପଣଙ୍କର ଡିଷ୍ଟ୍ରିକ୍ଟ ଆଲଟମେଣ୍ଟ ହେଇଯାଇଛି, ଯଦି କୌଣସି ଆପଣଙ୍କର ସ୍କୁଲ ଚଏସ୍ ଆସିଯିବ, ଆସିଲା ପରେ ଆପଣଙ୍କୁ ଗୋଟେ ଏଇ ଯେମିତି ଆପଣ ଗୋଟେ କଳାହାଣ୍ଡିର ଦେଖନ୍ତୁ ଜଏନିଂ ରିପୋର୍ଟ ରହିଛି, ତାପରେ ସେ ଜାଗାରେ କ'ଣ କରିବ, ସେମିତି ଆପଣ ଯଦି କେଉଁଝରରେ ସିଲେକ୍ସନ୍ ହେଉଛନ୍ତି, ସବମିଶନ୍ ଜଏନିଂ ରିପୋର୍ଟ କେଉଁଝର ଆପଣଙ୍କର ଯାହା ରହିଥିବ ସେଇ ହିସାବରେ ଆପଣ ଏଠି ଆସିଷ୍ଟାଣ୍ଟ ଟିଚର ଜାଗାରେ ଆପଣଙ୍କର ରହିଥିବ, ଯଦି LTR ଲିଭ୍ ଟ୍ରେନିଂ ରିଜର୍ଭ ବୋଲି ଲେଖା ହେଇଥିବ, ଆପଣଙ୍କର ସେଇ ସେମ୍ ପ୍ରୋସିଡ଼ିଓରେ ଅର୍ଡ଼ର ନମ୍ବରଟି ଥିବ, ଡେଟ୍ଟି ଆପଣ ପକାଇବେ, ଆପଣଙ୍କ ନାଁ ଲେଖିବେ, ଆପଣ କାହାର ପୁଅ ସେଇଟା ମଧ୍ୟ ମେନସନ୍ କରିବେ। डिस्ट्रिक्ट जगार ଆପଣ डिस्ट्रिक्ट ଲେଖିବେ, ଭିଲେଜ ଜାଗାରେ ମଧ୍ୟ ଭିଲେଜ ରହିବ। ସମ୍ପୂର୍ଣ୍ଣ ଏଇ ଡିଟେଲ ଆପଣ ଏଇଭଳି ଜଏନିଂ ଲେଟରଟିଏ ପାଇବେ। ଆପଣ ଏଠି DO ଅଫିସରେ ଏଟାକୁ କ'ଣ କରିବେ, ଆପଣ ଦେବେ। ଆପଣ ଦେଲା ପରେ ତାପରେ ଆପଣଙ୍କର କ'ଣ କରିବ, ଆପଣଙ୍କର ଆଉ ଗୋଟିଏ ଜିନିଷ ଆସିବ ହେଡ଼ମାଷ୍ଟରକୁ ଦେବା ପାଇଁ। ତାପରେ ହେଡ଼ମାଷ୍ଟରକୁ ଯେଉଁ ଜଏନିଂ ଲେଟରଟି ଦେବେ, ଆପଣ ସେ ଜାଗାରେ କ'ଣ କରିବେ, ଟୁ ଦ ହେଡ଼ମାଷ୍ଟର ଯେଉଁଟା ରହିଛି, ଆପଣ ଯେଉଁ ହେଡ଼ମାଷ୍ଟର ଯେଉଁ ସ୍କୁଲର ପର୍ଟିକୁଲାର ସିଲେକ୍ସନ୍ ହେଇଥିବ, ସେ ଜାଗାରେ ଏଇ ଡକୁମେଣ୍ଟ ସହିତ ଟୁ ଦ ହେଡ଼ମାଷ୍ଟର ଅଫ୍ କେଉଁଝର ଗାର୍ଲସ ହାଇସ୍କୁଲ କିମ୍ବା କେଉଁଝର ସ୍କୁଲ ଏଇଠି ଆପଣ ଫିଲ୍ଅପ୍ କରିପାରିବେ। ଏଠି ଯେଉଁ କଳାହାଣ୍ଡି ରହିଛି, ଯେଉଁ କେଉଁଝରର ଯେଉଁ ଡିଷ୍ଟ୍ରିକ୍ଟର ପିଲା ହେଇଥିବେ, ସେଇ ଡିଷ୍ଟ୍ରିକ୍ଟ ଲେଖା ହେଇଥିବ, ସେଇ ବ୍ଲକ ଲେଖା ହେଇଥିବ, ଡିଟେଲ ମେନସନ୍ ଥିବ। ଏଠି ଯେମିତି ଆସିଷ୍ଟାଣ୍ଟ ଟିଚର ଆପଣଙ୍କ ଲେଖା ହେଇଛି, ସେ ଜାଗାରେ ଆପଣଙ୍କ ଲିଭ୍ ଟ୍ରେନିଂ ରିଜର୍ଭ ଏମିତି ଥିବ ମେନସନ୍, ଆପଣ ସେ ଜାଗାରେ କରିବେ। ଅର୍ଡ଼ର ନମ୍ବର ଡିଟେଲ ଆପଣଙ୍କର ଥିବ ପିଲାମାନେ। ଏ ଜିନିଷଟାକୁ କ'ଣ କରିବେ, ହେଡ଼ମାଷ୍ଟରକୁ ଗୋଟେ କପି ଦେବା ସହିତ ଗୋଟେ ପର୍ଟିକୁଲାର ଆପଣଙ୍କର ସବୁ ଡକୁମେଣ୍ଟର ଗୋଟେ ଜେରକ୍ସ ଦେବେ। ସେମିତି DO ଅଫିସରେ ଆପଣ ଗୋଟେ କପି ଦେବା ସହିତ ଆପଣଙ୍କୁ ପର୍ଟିକୁଲାର ସବୁ ଡକୁମେଣ୍ଟର ଏଜୁକେସନର ସବୁ ଡକୁମେଣ୍ଟ ଦେଇତେ ପଡ଼ିବ। ତେଣୁ ମୁଁ କହିବି ପିଲାମାନେ, ଆପଣମାନେ ଯେଉଁ ମେଡ଼ିକାଲ ଫିଟନେସ୍ ରହିଛି, କ୍ୟାରେକ୍ଟର ରହିଛି, ସେସବୁ ଜିନିଷକୁ ଆପଣ ରେଡ଼ି କରିଦିଅନ୍ତୁ। ଆଉ ତାପରେ ଯଦି ଆପଣମାନଙ୍କର ମ୍ୟାରେଜ୍ ଯେଉଁମାନେ ଅଛନ୍ତି ତାକୁ ବି ରେଡ଼ି କରନ୍ତୁ। ଆଉ ପ୍ରାନ୍ ପାଇଁ କ'ଣ କ'ଣ ଡକୁମେଣ୍ଟ ପିଲାମାନେ, ତା ପାଇଁ ସ୍ପେଶିଆଲି ଗୋଟେ ଫର୍ମ ଦିଆଯିବ। ଆପଣଙ୍କର ସେଇ ଫର୍ମରେ ଆପଣମାନେ ଫିଲ୍ଅପ୍ କରିବେ, ଫିଲ୍ଅପ୍ କରିକି ସବମିଟ୍ କରିବେ। କାହା ପାଖରେ ସବମିଟ୍ କରିବେ, ହେଡ଼୍ ଅଫ୍ ମାଷ୍ଟର, ଯେଉଁ ହେଡ଼ମାଷ୍ଟର ଅଛି ସେଠି ବି ସବମିଶନ୍ କରିପାରିବେ। ସେ ଜାଗାରେ ଆପଣ ପର୍ସନାଲ ଡିଟେଲ ରହିବ, ପ୍ରାନ୍ ପାଇଁ ପ୍ରାନ୍ ନମ୍ବର ତାପରେ ରିଲିଜ୍ ହେବ, ତାପରେ ଆପଣଙ୍କର ସାଲାରୀ ଫାଲାରୀ ସବୁ ଯେମିତି ଠିକ୍ କ୍ରେଡ଼ିଟ୍ ହେବ ସେଇ ହିସାବରେ ଏକାଉଣ୍ଟ ନମ୍ବର, IFSC କୋଡ଼, କେଉଁ ବ୍ୟାଙ୍କର ଆପଣ ଦେବେ ଏକାଉଣ୍ଟ ନମ୍ବର। ଯଦି କେଉଁମାନଙ୍କର 2-3ଟି ଏକାଉଣ୍ଟ ନମ୍ବର ରହିଛି, ମୁଁ ସେମାନଙ୍କୁ କହିବି ଆପଣମାନଙ୍କର ଯେଉଁ ଏକାଉଣ୍ଟରେ ଦେବା ପାଇଁ ଚାହୁଁଛନ୍ତି ସେଇ ଏକାଉଣ୍ଟ ନମ୍ବର ଏଠି ମେନସନ୍ କରିବେ। ମେନସନ୍ କରିକି ପର୍ଟିକୁଲାର ଦେବେ। ଦେଲା ପରେ ଆପଣଙ୍କର ସବୁ ଡକୁମେଣ୍ଟ କ୍ଲିଅର ହେଇଯିବ। ତାପରେ ଆପଣମାନଙ୍କର ପ୍ରାନ୍ ନମ୍ବର ବି ପଳେଇ ଆସିବ। ଆସିଲା ପରେ ଆପଣମାନେ ପର୍ଟିକୁଲାର କିଛି ଆଉ ପ୍ରୋବ୍ଲେମ୍ ହେବ ନାହିଁ। ଫ୍ୟୁଚରରେ ମଧ୍ୟ ସେଇ ଏକାଉଣ୍ଟ ଆପଣଙ୍କର ଚାହିଁଲେ ଆପଣ ଚେଞ୍ଜ କରିପାରିବେ। କିନ୍ତୁ ଯେହେତୁ ପ୍ରାନ୍ କଟିବ, ଅନ୍ୟାନ୍ୟ ଆପଣମାନଙ୍କର କଟିଯିବ NPS ଫେନପିଏସ୍, ତେଣୁ ଆପଣମାନେ ସେ ଜାଗାରେ କ'ଣ କରିବେ, ଆପଣମାନେ ଯେଉଁ ପର୍ଟିକୁଲାର ଏକାଉଣ୍ଟ ଦେବେ ବୋଲିକି ଭାବୁଛନ୍ତି ସେଇ ପର୍ଟିକୁଲାର ଏକାଉଣ୍ଟ ଦେବେ। ଆଉ ଗୋଟିଏ ଜିନିଷ ଏଠି ପିଲାମାନେ ମୁଁ କହିଦେବି, ଏକାଉଣ୍ଟ ନମ୍ବର ଯେଉଁ ଦେଉଛନ୍ତି, ଯେଉଁମାନଙ୍କର ଧନଜନ ଏକାଉଣ୍ଟ ଅଛି, ମଝିରେ ଆପଣଙ୍କର ଧନଜନ ବା ଜିରୋ ଏକାଉଣ୍ଟରେ ବହୁତ ଏକାଉଣ୍ଟ ଖୋଲା ହେଇଥିଲା। ଯଦି କୌଣସି ପିଲାର ସେଇ ଜନଧନ ଏକାଉଣ୍ଟ ରହିଛି, ଯେହେତୁ ବଡ଼ ଆମାଉଣ୍ଟ ଆପଣଙ୍କ ଏକାଉଣ୍ଟକୁ କ୍ରେଡ଼ିଟ୍ ହେବ, ମୁଁ କହିବି ସେ ଏକାଉଣ୍ଟଟା ଆପଣ ସେଇ ଏକାଉଣ୍ଟ ଦେଇପାରିବେ, କିନ୍ତୁ ସେ ଏକାଉଣ୍ଟ ଆପଣ ଜିରୋ ଏକାଉଣ୍ଟ ବା ଧନଜନ ଏକାଉଣ୍ଟ ବଦଳରେ ଯାଇକି ଅନ୍ୟ ଏକାଉଣ୍ଟରେ ତାକୁ ସେଭିଂ ଏକାଉଣ୍ଟରେ ଗୋଟେ କରେଇ ଦିଅନ୍ତୁ। ତାପରେ ସେ ଏକାଉଣ୍ଟକୁ ଆପଣ ଦିଅନ୍ତୁ। ଯଦି କୌଣସି ପିଲାର ସେ ଏକାଉଣ୍ଟ ରହିଛି,
ତେଣୁ ଏଇ ଇନଫର୍ମେସନରେ ଯଦି କୌଣସି ଡାଉଟ୍ ରହିଛି କାହାର ଆପଣ ମୋତେ କମେଣ୍ଟ ବକ୍ସରେ ମଧ୍ୟ ଲେଖିପାରିବେ।